ପାଣିର ଚତୁର୍ଥ ରହସ୍ୟମୟ ରୂପ। ହୁଏତ ପ୍ରସଙ୍ଗଟି ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରେ, କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ। ପାଣିର ଚତୁର୍ଥ ରହସ୍ୟମୟ ରୂପ ଠାବ କଲେ ବୈଜ୍ଞାନିକ ତରଳ, କଠିନ ଏବଂ ଗ୍ୟାସୀୟ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ବିଜ୍ଞାନ ବିଷୟରେ ଆମେ ବର୍ଷ ବର୍ଷ ଧରି ପଢ଼ି ଆସୁଛେ ଯେ ପାଣିର ତିନୋଟି ଅବସ୍ଥା ରହିଛି, ତାହା ହେଲା ତରଳ, କଠିନ ଏବଂ ଗ୍ୟାସ। କଠିନରେ ଏହା ବରଫ ଆକାରରେ ରହିଥାଏ, ତରଳରେ ପାଣିରେ ରହିଥାଏ ଏବଂ ଏହା ଗ୍ୟାସ୍ ଆକାରରେ ୱାଟର ଭେପର ଭାବରେ ରହିଥାଏ। କିନ୍ତୁ ଏବେ ବୈଜ୍ଞାନିକମାନେ ପାଣିର ଆଉ ଏକ ଅବସ୍ଥା ବିଷୟରେ ଜାଣିବାକୁ ପାଇଛନ୍ତି, ତାହା ହେଉଛି ପ୍ଲାଷ୍ଟିକ୍ ଆଇସ୍ 7 ବୋଲି ତାକୁ କୁହାଯାଉଛି। ପୂର୍ବରୁ ବୈଜ୍ଞାନିକମାନେ ଅନେକ ସିଦ୍ଧାନ୍ତର ମଡେଲରେ ପ୍ଲାଷ୍ଟିକ୍ ଆଇସ୍ 7 ବାବଦରେ ଭବିଷ୍ୟବାଣୀ ମଧ୍ୟ କରିସାରିଥିଲେ, କିନ୍ତୁ ଏହା ଆଜି ସତ ହେବାରେ ଲାଗିଛି। ଏବେ ପ୍ରଥମ କରି ପାଣିର ଏହି ଅବସ୍ଥାର ଅସ୍ତିତ୍ୱ ବାବଦରେ ମଧ୍ୟ ପ୍ରମାଣ ମିଳିଛି। ତେବେ ଏ ନେଇ ନେଚର ପତ୍ରିକାର ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଅଧ୍ୟୟନର ରିପୋର୍ଟ ଅନୁସାରେ ଫ୍ରାନ୍ସ ଇନଷ୍ଟିଚ୍ୟୁଟ୍ ଲେଙ୍ଗଉଇର୍ନ ଅଧ୍ୟୟନକାରୀମାନେ ଏକ ଆନ୍ତର୍ଜାତିକ ଟିମ୍ ନିକଟରେ 7 ଗିଗାପାସ୍କଲ ଚାପ ପର୍ଯ୍ୟନ୍ତ ପାଣିକୁ ଚାପି ରଖିଲେ। ଉଚ୍ଚ କ୍ଷମତା ବିଶିଷ୍ଟ ଉପକରଣ ବ୍ୟବହାର କରି ଏହାକୁ 327 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଗରମ କରି ପ୍ଲାଷ୍ଟିକ୍ ଆଇସ୍ 7ରେ ପରିଣତ କରିଥିଲେ ଏବଂ ରିସର୍ଚ୍ଚ ଟିମ୍ କ୍ୱାସି ଇଲାଷ୍ଟିକ୍ ନ୍ୟୁଟ୍ରନ୍ ସ୍କାଟରିଂ ବ୍ୟବହାର କରିଥିଲେ। ଏହା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ହାଇଡ୍ରୋଜେନ୍ ପରମାଣୁ ଭଳି ଛୋଟ କଣିକାକୁ ମଧ୍ୟ ଟ୍ରାକ୍ କରାଯାଇଥାଏ। ତେବେ ଏହି ପ୍ରକ୍ରିୟାରେ ଅଧ୍ୟୟନକାରୀ 17 ବର୍ଷ ପୁରୁଣା ଭବିଷ୍ୟବାଣୀକୁ ଦୋହରାଇବା ସହ ଉଚ୍ଚ ତାପମାତ୍ରା ଏବଂ ଚାପ ଯୋଗୁଁ ବରଫ ଭିତରେ ଥିବା ହାଇଡ୍ରୋଜେନ୍କୁ ସୂକ୍ଷ୍ମ ଭାବରେ ଘୂରି ବୁଲୁଥିବାର ପ୍ରମାଣ ମଧ୍ୟ ଜାଣିବାକୁ ପାଇଲେ। ପ୍ଲାଷ୍ଟିକ୍ ଆଇସ୍ 7ରେ ତରଳ ପାଣି ଏବଂ ବରଫ ଉଭୟର ଗୁଣ ଥାଏ। ଏଥିରେ ହାଇଡ୍ରୋଜେନ୍ କିଛି ସ୍ଥିତି ପର୍ଯ୍ୟନ୍ତ ଅବ୍ୟବସ୍ଥିତ ଢଙ୍ଗରେ ରହିଥାଏ। ଏଥିଯୋଗୁଁ ଏହା ଭିତରେ ଏକ ଅଦ୍ଭୁତ ସଂରଚନା ମଧ୍ୟ ଦେଖାଯାଇଥାଏ। ତେବେ ଅଧ୍ୟୟନକାରୀଙ୍କ ଅନୁସାରେ ଆମ ସୌରମଣ୍ଡଳରେ ବରଫାବୃତ ଗ୍ରହ ଯେପରି ନେପଚୁନ୍, ୟୁରେନସ୍ ବା ବୃହସ୍ପତି ଉପଗ୍ରହରେ ପ୍ଲାଷ୍ଟିକ୍ ଆଇସ୍ ଥାଇପାରେ।